ଏହି 10 ଜଣ କଦାପି ଅପବିତ୍ର ହୁଅନ୍ତି ନାହିଁ। ନମସ୍କାର, ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓରେ ଆମେମାନେ ଜାଣିବା ଯେ କେଉଁ 10 ଜଣ କେବେ ହେଲେ ଅପବିତ୍ର ହୁଅନ୍ତି ନାହିଁ। ଏବେ ଆପଣମାନଙ୍କ ମନରେ ପ୍ରଶ୍ନ ଉଠିବ ଯେ ଏମିତି ଏହି ସଂସାରରେ କେଉଁ 10 ଜଣ ଅଛନ୍ତି ଯେ ସେମାନେ କୌଣସି ବି ସମୟରେ ଅପବିତ୍ର ହୁଅନ୍ତି ନାହିଁ। ଆସନ୍ତୁ ଜାଣିବା ପୁରାଣ ରହସ୍ୟ ମାଧ୍ୟମରେ କେଉଁ 10 ଜଣ କେବେ ବି ଅପବିତ୍ର ହୁଅନ୍ତି ନାହିଁ। କିନ୍ତୁ ତାହା ପୂର୍ବରୁ ଯଦି ଆପଣମାନେ ଚାହୁଁଛନ୍ତି ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ଏବଂ ଆପଣଙ୍କ ପରିବାର ଉପରେ ସଦାସର୍ବଦା ରହୁ, ତେବେ ଦୟାକରି ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ବୋଲି ନିଶ୍ଚିତ ଲେଖନ୍ତୁ। ଆସନ୍ତୁ ଆରମ୍ଭ କରିବା। ନମ୍ବର 1, ପବନ। ପବନ ଏହି ସଂସାରର ସମସ୍ତ ଜିନିଷକୁ ଛୁଇଁଥାଏ। ସେ ମନ୍ଦିର, ଦେବତା, ସୁନ୍ଦର ପୁଷ୍ପ ଏବଂ ମନୁଷ୍ୟର ନିଶ୍ୱାସ ପର୍ଯ୍ୟନ୍ତ ଛୁଇଁଥାଏ। ପବନ ମାଧ୍ୟମରେ ଆମେ ନିଶ୍ୱାସ ନିଅନ୍ତି, ମନ୍ତ୍ର ଉଚ୍ଚାରଣ କରନ୍ତି। ଯେଉଁଠି ପବନ ଅପବିତ୍ର ହେବ, ତେବେ ସେ ମନ୍ଦିର ଭିତରକୁ ଯାଇପାରିବ ନାହିଁ। ଏହା ପ୍ରମାଣ କରେ ଯେ ପବନ କେବେ ବି ଅପବିତ୍ର ନୁହେଁ। ସେ ସଦାସର୍ବଦା ବିଶୁଦ୍ଧ ଓ ପବିତ୍ର ଅଟେ। ନମ୍ବର 2, ମହୁମାଛି। ମହୁମାଛି ଫୁଲରୁ ମଧୁ ସଂଗ୍ରହ କରିଥାଏ। ସେଠାରୁ ଯେଉଁ ମଧୁ ମିଳେ, ସେହି ମଧୁ ପଞ୍ଚାମୃତର ଏକ ଅଂଶ ଅଟେ। ଏହି ପଞ୍ଚାମୃତକୁ ବ୍ରାହ୍ମଣମାନେ ଦେବତାଙ୍କର ସେବା ପାଇଁ ଦିଅନ୍ତି। ଯେଉଁ ଶୁଦ୍ଧ ଦ୍ରବ୍ୟ ଦେବତାଙ୍କ ପାଇଁ ମିଳିଥାଏ, ସେଠାରେ ମଧୁ ବ୍ୟବହୃତ ହୁଏ ବା ମହୁ ବ୍ୟବହୃତ ହୁଏ। ତେଣୁ ଯେଉଁ ମହୁମାଛି ମହୁ ସଂଗ୍ରହ କରେ, ସେ କେବେ ହେଲେ ଅପବିତ୍ର ନୁହେଁ। ତେଣୁ ମହୁମାଛି ସଦାସର୍ବଦା ପବିତ୍ର ଅଟେ। ନମ୍ବର 3, ବାଳକ ବା ଛୋଟ ପିଲା। ଛୋଟ ପିଲାମାନେ ବା ବାଳକମାନେ ଅଜ୍ଞାନ ହୋଇଥାନ୍ତି। ସେମାନେ ପ୍ରାକୃତିକ ଭାବରେ ଶୁଦ୍ଧ ହୋଇଥାନ୍ତି। ଏମାନଙ୍କ ଦେହରେ ସ୍ୱୟଂ ଭଗବାନ ରହିଥାନ୍ତି। ସେ ଅପବିତ୍ରତାକୁ ବୁଝିପାରନ୍ତି ନାହିଁ। ସେମାନେ ଦେବସ୍ଥାନକୁ ଯାଇପାରନ୍ତି, ପୂଜା କରନ୍ତି, ଦେବ ଦର୍ଶନ କରନ୍ତି ଏବଂ ଦେବଙ୍କୁ ନମସ୍କାର କରନ୍ତି। ସେମାନଙ୍କର ଅନୁଭୂତି ଶୁଦ୍ଧ ଓ ଭକ୍ତିମୟ ହୋଇଥାଏ। ତେଣୁ ବାଳକମାନେ କେବେ ହେଲେ ଅପବିତ୍ର ହୁଅନ୍ତି ନାହିଁ। ନମ୍ବର 4, ଅଗ୍ନି। ଅଗ୍ନି ସର୍ବୋତ୍ସାଦୀ ଓ ସର୍ବଗ୍ରାସୀ ଅଟେ। ସମସ୍ତ ଜିନିଷ ଅଗ୍ନି ମାଧ୍ୟମରେ ପବିତ୍ର ହୁଏ। ଯେତେବେଳେ କୌଣସି ଜିନିଷ ଅପବିତ୍ର ହୁଏ, ସେହି ଜିନିଷକୁ ଅଗ୍ନିରେ ସମର୍ପିତ କରାଯାଏ। ତେଣୁ ଅଗ୍ନି ସଦା ପବିତ୍ର ଅଟେ। ଯେଉଁ ଅଗ୍ନି ଯଜ୍ଞରେ ବ୍ୟବହୃତ ହୁଏ, ସେହି ଅଗ୍ନି ବ୍ରହ୍ମର ସ୍ୱରୂପ ଅଟେ। ନମ୍ବର 5, ଗାଈ ବା ଗୋମାତା। ଗାଈ, ଯାହାକୁ ଗୋମାତା ବୋଲି ଆମେ କହିଥାଉ, ଗୋମାତା ସଦାସର୍ବଦା ପବିତ୍ର ବୋଲି ଗଣାଯାନ୍ତି। ଯେବେ ଦେବତାଙ୍କୁ ପଞ୍ଚାମୃତ ଭୋଗ ଦିଆଯାଏ, ଏହି ମଧ୍ୟରେ କ୍ଷୀର, ଦହି, ଘିଅ, ଛେନା, ମହୁ ବା ମଧୁ ଏବଂ ଶର୍କରା ରହିଥାଏ। ଏଥିରେ କ୍ଷୀର, ଦହି, ଛେନା ଓ ଘିଅ ଗୋମାତାଠାରୁ ଆମକୁ ମିଳିଥାଏ। ତେଣୁ ଗାଈ ଅନେକ ପୂଜା ଓ ଯଜ୍ଞର ପବିତ୍ର ଉପାଦାନ ଅଟେ। ଗୋସେବା କରାଯାଉଥିବା ସ୍ଥାନକୁ ତୀର୍ଥସ୍ଥାନ ଭାବରେ ମନାଯାଏ। ତେଣୁ ଗୋମାତା
କେବେ ବି ଅପବିତ୍ର ନୁହଁ, ସର୍ବଦା ପବିତ୍ର ଅଟେ। ନମ୍ବର 6 ସୁବର୍ଣ୍ଣ ବା ସୁନା। ସୁବର୍ଣ୍ଣ ବା ସୁନା ଅଷ୍ଟଧାତୁ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ବିଭିନ୍ନ ପୂଜା, ଯଜ୍ଞ, ଦାନ କିମ୍ବା ପୌରାଣିକ କାର୍ଯ୍ୟରେ ସୁବର୍ଣ୍ଣର ବ୍ୟବହାର ଅତ୍ୟନ୍ତ ପବିତ୍ର ଏବଂ ବିଭିନ୍ନ ପ୍ରକାର ଶୁଭ କର୍ମରେ ସୁନାକୁ ବ୍ୟବହାର କରାଯାଇଥାଏ। ଏହାକୁ ଦେବତାଙ୍କୁ ଭେଟି ଭାବରେ ଦିଆଯାଇଥାଏ। ତେଣୁ ସୁବର୍ଣ୍ଣ ସଦାସର୍ବଦା ପବିତ୍ର ଅଟେ। ନମ୍ବର 7 ନଦୀ ବା ନଈ। ନଦୀ ବା ନଈରୁ ଥିବା ଜଳକୁ ନେଇ ଲୋକମାନେ ପୂଜା କରନ୍ତି, ତୀର୍ଥ କରନ୍ତି। ଯେପରି ଗଙ୍ଗା ନଦୀର ଜଳ ସଦାସର୍ବଦା ପବିତ୍ର ବୋଲି ମନାଯାଏ। ଗଙ୍ଗା ଜଳ ବିନା ଯଜ୍ଞ, ବ୍ରତ, ପୂଜା ପୂର୍ଣ୍ଣ ହୁଏନି। ଯେପରି ଅନ୍ୟ ନଦୀଗୁଡ଼ିକ ଜଳ ଭଲ ଥିଲେ ବି ଗଙ୍ଗା ଜଳ ସଦାସର୍ବଦା ପବିତ୍ର ଅଟେ। ତେଣୁ ନଦୀ ଓ ତାହାର ଜଳ ମଧ୍ୟ ପବିତ୍ର ଅଟେ। ନମ୍ବର 8 ବ୍ରାହ୍ମଣ ବା ବିପ୍ର। ବ୍ରାହ୍ମଣ, ଯାହାକୁ ବିପ୍ର ବୋଲି କୁହାଯାଏ, ବ୍ରାହ୍ମଣ ଜନ୍ମରୁ ନୁହଁ କିନ୍ତୁ ସଂସ୍କାର ଓ ବ୍ରହ୍ମଚର୍ଯ୍ୟ ଦ୍ୱାରା ବିପ୍ର ହୁଅନ୍ତି। ଯେଉଁମାନେ 4 ବେଦର ଅଧ୍ୟୟନ କରିଥିବେ, ପୂଜା କରିଥିବେ, ଦେବସେବା କରିଥିବେ, ସେମାନେ ପବିତ୍ର କାୟା ଥାନ୍ତି। ସେମାନଙ୍କ ପାଦ ସ୍ପର୍ଶ କଲେ ମଧ୍ୟ ଆଶୀର୍ବାଦ ମିଳିଥାଏ। ତେଣୁ ବ୍ରାହ୍ମଣ କେବେ ବି ଅପବିତ୍ର ନୁହନ୍ତି। ନମ୍ବର 9 ଦେବତା। ଦେବତା ସଦାସର୍ବଦା ପବିତ୍ର ଅଟନ୍ତି। ସେମାନଙ୍କର ପୂଜା, ଭଜନ, ଧ୍ୟାନ ଯେଉଁଠି କରାଯାଏ, ସେଠି ଶୁଦ୍ଧତା ରହିଥାଏ। ନମ୍ବର 10 ଦେବସ୍ଥାନ ବା ମନ୍ଦିର। ଦେବସ୍ଥାନ ବା ମନ୍ଦିର, ଯାହା ଦେବତାଙ୍କର ବାସସ୍ଥାନ ଅଟେ। ଏହି ଦେବସ୍ଥାନ ବା ମନ୍ଦିର ଚଣ୍ଡାଳଙ୍କ ପାଦସ୍ପର୍ଶରେ ବି ଅପବିତ୍ର ହୁଏ ନାହିଁ। କାରଣ ସେଠି ଦେବତାଙ୍କ ବାସ ଅଟେ ଏବଂ ସେମାନେ ପବିତ୍ରତାର ପ୍ରତୀକ ଅଟନ୍ତି। ଏହି 10 ଜଣ ହେଉଛନ୍ତି ସଦାସର୍ବଦା ପବିତ୍ର ଅଟନ୍ତି। ଏହା ପୁରାଣ ରହସ୍ୟ ମାଧ୍ୟମରେ ପ୍ରକାଶିତ। ପୀତାମ୍ବର ଦାସଙ୍କ ଦ୍ୱାରା ରଚିତ ଏହି ଗାଥା ଆମ ସଂସାରକୁ ଏକ ଶୁଭବାର୍ତ୍ତା ଦର୍ଶାଇଥାଏ। ଦର୍ଶକ ବନ୍ଧୁ, ଆପଣମାନେ ମୋର ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ମୁଁ ଆପଣମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଯଦି ଆପଣମାନେ ମୋର ଏହି ଭିଡ଼ିଓରୁ କିଛି ବି ଶିକ୍ଷଣୀୟ କଥା ଶିଖିପାରିଥିବେ, ତେବେ ଦୟାକରି ଭିଡ଼ିଓଟିକୁ ଗୋଟେ ଛୋଟିଆ ଲାଇକ୍ କରି ଆମ ଚ୍ୟାନେଲ ସୋନା ରିତୁ ଲାଇଫଷ୍ଟାଇଲକୁ ସବସ୍କ୍ରାଇବ୍ କରିବେ ଏବଂ ତା ସହ କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ବୋଲି ନିଶ୍ଚିତ ଲେଖିବେ। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ।